ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଆସ କଥା ହେବା। 1 ନମ୍ବର, ତୁମର ପ୍ରିୟ ଖେଳ କ'ଣ? ତୁମେ ସେହି ଖେଳକୁ କିପରି ଖେଳ? ମୋର ପ୍ରିୟ ଖେଳ କ୍ରିକେଟ। ମୁଁ ଏହାକୁ ମୋ ସାଙ୍ଗମାନଙ୍କ ସହିତ ଖେଳେ। ଆମେ 2 ଦଳରେ ବିଭକ୍ତ ହୋଇ ଖେଳୁ। ଗୋଟିଏ ଦଳରେ 11 ଜଣ ଲେଖାଏଁ ଖେଳିଥାନ୍ତି। ଗୋଟିଏ ଦଳ ବୋଲିଂ କଲେ ଅନ୍ୟ ଦଳର 2 ଜଣ ବ୍ୟାଟିଂ କରନ୍ତି। ସବୁ ଓଭର ଶେଷ ହେଲେ କିମ୍ବା ବ୍ୟାଟିଂ କରୁଥିବା ଦଳର ସମସ୍ତେ ଖେଳାଳି ଆଉଟ୍ ହୋଇଗଲେ ବୋଲିଂ କରୁଥିବା ଦଳ ବ୍ୟାଟିଂ କରନ୍ତି, ବ୍ୟାଟିଂ କରୁଥିବା ଦଳ ବୋଲିଂ କରନ୍ତି। ଯେଉଁ ଦଳ ଅଧିକ ରନ୍ କରେ ସେ ବିଜୟୀ ହୁଏ। 2 ନମ୍ବର, ତୁମେ କେବେ କୌଣସି ସମସ୍ୟାର ସମାଧାନ କରିଛ କି? ତୁମର ଅନୁଭୂତି ବର୍ଣ୍ଣନା କର। ହଁ, ମୁଁ ଗୋଟିଏ ସମସ୍ୟାର ସମାଧାନ କରିଥିଲି। ଥରେ ମୋର 2 ସାଙ୍ଗଙ୍କ ଭିତରେ ଗୋଟିଏ କଥାକୁ ନେଇ କଳି ହେଲା। ମୁଁ 2 ଜଣଙ୍କ ଠାରୁ ସବୁ କଥା ଶୁଣିଲି। ଯିଏ ଭୁଲ କରିଥିଲା ତାକୁ ଦୋଷ ସ୍ୱୀକାର କରିବାକୁ କହି ସମସ୍ୟାର ସମାଧାନ କରିଥିଲି। 3 ନମ୍ବର, ଯଦି ତୁମକୁ କେବେ ରାଜା କରି ଦିଆଯିବ, ତୁମେ କ'ଣ ସବୁ କରିବ? ମୁଁ ଯଦି ରାଜା ହୁଏ, ତେବେ ଦେଶରେ ସୁଶାସନ କରି ଉଚିତ ନ୍ୟାୟ ବିଚାର କରି ପ୍ରକୃତ ଦୋଷୀକୁ ଦଣ୍ଡ ଦେବି, ନିରୀହ ପ୍ରଜାଙ୍କୁ ସୁରକ୍ଷା ଦେବି, ସମସ୍ତେ କିପରି ସୁଖ ଶାନ୍ତିରେ ରହିବେ ସେଥିପାଇଁ ଉଦ୍ୟମ କରିବି। 4 ନମ୍ବର, ପିଲାଟିର କେଉଁ ସବୁ ଗୁଣ ରହିଥିଲା ଯେଉଁ କାରଣ ପାଇଁ ସେ ସିଂହାସନରେ ବସି ପାରୁଥିଲା? ପିଲାଟି ଅତ୍ୟନ୍ତ ସରଳ, ନିଷ୍ପାପ ଥିଲା। ତା ମନ କଳୁଷିତ ନଥିଲା, ସେଥିପାଇଁ ସେ ସିଂହାସନରେ ବସି ପାରୁଥିଲା। ଆସ ପଢ଼ିବା ଓ ଠିକ୍ ବାକ୍ୟ ନିକଟରେ ଠିକ୍ ଚିହ୍ନ ଦେବା। 1 ନମ୍ବର କ, ପିଲାଟି ନ୍ୟାୟ ପ୍ରଦାନ କରୁଛି ବୋଲି ରାଜା କେମିତି ଜାଣିଲେ? ଲୋକେ ପିଲାଟିର ନ୍ୟାୟକୁ ପ୍ରଶଂସା କରୁଥିବାରୁ। ଖ, କେଉଁ କଥା ରାଜାଙ୍କୁ ଅଧିକ ଆଶ୍ଚର୍ଯ୍ୟ ଲାଗିଲା? ସିଂହାସନରେ କୌଣସି ଚମତ୍କାରିତା ରହିଥିବାରୁ। ଗ, ପିଲାଙ୍କୁ ଏହି ଖେଳ ଏତେ ମଜା କାହିଁକି ଲାଗିଲା? ଯେଉଁଥିପାଇଁ ସେମାନେ ଏହି ଖେଳ ପ୍ରତିଦିନ ଖେଳିବାକୁ ଲାଗିଲେ। କାରଣ ସେମାନେ ରାଜା ଭଳି ହେବାର ମଜା ପାଉଥିଲେ। ଘ, ରାଜା କାହିଁକି ଉପବାସ ଓ ପ୍ରାୟଶ୍ଚିତ କଲେ? ସିଂହାସନରେ ସେ ବସିବା ପାଇଁ ଯୋଗ୍ୟ ହୋଇପାରିବେ। ଭାବ ଓ ଲେଖ। 1 ନମ୍ବର, ପିଲାମାନେ ମଞ୍ଚ ସିଂହାସନରେ ବସି ପାରୁଥିଲେ, ହେଲେ ରାଜା ସେଥିରେ ବସି ନ ପାରିବାର କାରଣ କ'ଣ? ରାଜା ସେଥିରେ ବସି ନ ପାରିବାର କାରଣ ସେ ଚୋରି କରିଥିଲେ, ମିଛ କହିଥିଲେ, ଜୀବନରେ ଅନ୍ୟକୁ ଆଘାତ ପହଞ୍ଚାଇଥିଲେ। ଏପରିକି ସେ ପିଲାମାନଙ୍କ ପରି ସରଳ, ନିଷ୍ପାପ ନଥିଲେ, ତାଙ୍କର ମନ କଳୁଷିତ ଥିଲା। 2 ନମ୍ବର, ପ୍ରାୟଶ୍ଚିତ କରିବା ପରେ ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିବାର ଆବଶ୍ୟକ ଥିଲା କି? ଯଦି ହଁ, ନା, ତା'ର କାରଣ ଲେଖ।
ପ୍ରାୟଶ୍ଚିତ କରିବା ପରେ ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିବାର ଆବଶ୍ୟକତା ଥିଲା, କାରଣ ସେ ନିଜ ଜୀବନରେ ଯାହା ଯାହା ଭୁଲ କରିଯାଇଥିଲେ ସେସବୁକୁ ସଂଶୋଧନ କରିଦେଇଥିଲେ। ନିଜର ସ୍ୱଭାବରେ ପରିବର୍ତ୍ତନ ମଧ୍ୟ ଆଣିଥିଲେ। 3 ନମ୍ବର, ଦୁଇ କୃଷକ ନିଜ କଳିର ସମାଧାନ କରିବା ପାଇଁ ରାଜାଙ୍କ ପରିବର୍ତ୍ତେ ପିଲାଟି ନିକଟକୁ ଯିବାକୁ କାହିଁକି ସ୍ଥିର କଲେ? ଦୁଇ କୃଷକ ନିଜ କଳିର ସମାଧାନ କରିବା ପାଇଁ ରାଜାଙ୍କୁ ପରିବର୍ତ୍ତେ ପିଲାଟି ନିକଟକୁ ଯିବାକୁ ସ୍ଥିର କଲେ, କାରଣ ସେମାନେ ଅନ୍ୟଠାରୁ ଶୁଣିଥିଲେ ଯେ ମଞ୍ଚା ସିଂହାସନରେ ବସୁଥିବା ପିଲାଟି ଉପଯୁକ୍ତ ବିଚାର କରୁଛି। ତାର ନ୍ୟାୟ ବିଚାରରେ କୌଣସି ପକ୍ଷପାତିତା ନାହିଁ। ସେ ସମସ୍ତଙ୍କୁ ସନ୍ତୁଷ୍ଟ କଲା ପରି ନ୍ୟାୟ ପ୍ରଦାନ କରୁଛି। ତେଣୁ ସେ ଦୁହେଁ କଳିର ସମାଧାନ କରିବା ପାଇଁ ପିଲାଟି ନିକଟକୁ ଯିବାକୁ ସ୍ଥିର କଲେ। 4 ନମ୍ବର, ଚତୁର୍ଥ ମୂର୍ତ୍ତି ସିଂହାସନ ସହିତ କାହିଁକି ଆକାଶକୁ ଉଡ଼ିଗଲା? ଚତୁର୍ଥ ମୂର୍ତ୍ତିଟି ରାଜାଙ୍କୁ ପିଲାଟିର ସରଳ ଓ ନିଷ୍ପାପ ଚରିତ୍ର ବିଷୟରେ ଜଣାଇଥିଲା। ରାଜା ତାପରି ଚରିତ୍ରର କି ନୁହେଁ ଜାଣିବାକୁ ଚାହିଁଥିଲା। ଅଥଚ ରାଜା ସେ କଥା ଶୁଣି ବହୁତ ସମୟ ଧରି ଭାବିଥିଲେ। ନିଜକୁ ନିଜେ କହିଥିଲେ, ସେ ଗୋଟିଏ ସାମାନ୍ୟ ପିଲା ହୋଇ ଯଦି ସିଂହାସନରେ ବସିପାରୁଛି, ମୁଁ ରାଜା ଭାବେ ତାଠାରୁ ଅଧିକ ଯୋଗ୍ୟ। ମୁଁ ଧନବାନ, ବଳବାନ ଓ ବୁଦ୍ଧିମାନ। ଏଣୁ ମୁଁ ସିଂହାସନରେ ବସିବାକୁ ଅଧିକ ଉପଯୁକ୍ତ। ରାଜାଙ୍କର ଏହି ଅହଙ୍କାରପୂର୍ଣ୍ଣ ମନର ଭାବନାକୁ ଜାଣି ଚତୁର୍ଥ ପୁତଳିକା ଚିନ୍ତା କଲା ଯେ ରାଜା ଏହି ସିଂହାସନରେ ବସିବାକୁ ଯୋଗ୍ୟ ନୁହନ୍ତି। ତେଣୁ ସେ ସିଂହାସନ ସହିତ ଆକାଶକୁ ଉଡ଼ିଗଲା। 5 ନମ୍ବର, ଏହି କାହାଣୀର ଆଉ ଏକ ନାଁ ଦିଅ। ତୁମେ ଏହି ନୂଆ ନାଁଟି କାହିଁକି ବାଛିଲ, ତାର କାରଣ ଲେଖ। ମୁଁ ଏହି କାହାଣୀର ନାଁ ଯୋଗ୍ୟ ଅଧିକାରୀ ଦେବାକୁ ଚାହୁଁଛି, କାରଣ ସିଂହାସନରେ ବସିବାକୁ ଯିଏ ଅଧିକ ଯୋଗ୍ୟ, ସେହି ତାର ପ୍ରକୃତ ଅଧିକାରୀ ଅଟେ, ଅନ୍ୟ କେହି ନୁହେଁ। ଅନୁମାନ ଓ କଳ୍ପନା କରିବା। 1 ନମ୍ବର, କାହାଣୀର ପୁତଳିକାଗୁଡ଼ିକ ଉଡ଼ି ଯାଉଛନ୍ତି। ସେମାନେ କେଉଁଠାକୁ ଯାଇଥିବେ ଓ ସେଠାରେ କ'ଣ କରୁଥିବେ? କାହାଣୀର ପୁତଳିକାଗୁଡ଼ିକ ଗୋଟି ଗୋଟି ହୋଇ ଉଡ଼ି ଯାଉଛନ୍ତି। ସେମାନେ ସ୍ୱର୍ଗକୁ ଉଡ଼ି ଯାଉଛନ୍ତି, କାରଣ ସେମାନେ ସ୍ୱର୍ଗରୁ ଅଭିଶାପ ପାଇ ବିକ୍ରମାଦିତ୍ୟଙ୍କ ସିଂହାସନରେ ପୁତଳିକା ହୋଇ ରହିଥିଲେ। ସେମାନେ ଅଭିଶାପରୁ ମୁକୁଳିଲା ପରେ ନିଜ ବାସସ୍ଥାନକୁ ଫେରିଗଲେ ଓ ସୁଖ ଶାନ୍ତିରେ ରହିଥିଲେ। 2 ନମ୍ବର, ଏହି କାହାଣୀରେ ଯଦି ରାଜା ସିଂହାସନରେ ବସିବାରେ ସଫଳ ହୋଇଥାନ୍ତେ, ତେବେ କ'ଣ ହୋଇଥାନ୍ତା? ଏହି କାହାଣୀରେ ଯଦି ରାଜା ସିଂହାସନରେ ବସିବାରେ ସଫଳ ହୋଇଥାନ୍ତେ, ତେବେ ସେ ଜଣେ ଭଲ ନ୍ୟାୟବନ୍ତ ବିଚାରକ ଭାବେ ପ୍ରସିଦ୍ଧି ଲାଭ କରିପାରିଥାନ୍ତେ। ପିଲାଟି ଉଚିତ ନ୍ୟାୟ ଦେଲାପରି ରାଜା ସମସ୍ତଙ୍କୁ ଉପଯୁକ୍ତ ନ୍ୟାୟ ବିଚାର ଦେଇ ସନ୍ତୁଷ୍ଟ କରିପାରିଥାନ୍ତେ। ତାଙ୍କର ଯଶ ଖ୍ୟାତି ଚାରିଆଡ଼େ ବ୍ୟାପି ଯାଇଥାନ୍ତା। ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକରେ ବିରାମ ଚିହ୍ନ ବସାଇ ଆଉଥରେ ଲେଖ। ରହିଯାଆନ୍ତୁ ରାଜା। ଯେଉଁ ପିଲା ଏ ସିଂହାସନରେ ବସୁଥିଲା, ସେ ଅତ୍ୟନ୍ତ ସରଳ, ନିଷ୍ପାପ ଥିଲା। ତା ମନ କଳୁଷିତ ନଥିଲା। ତୁମେ ଯଦି ନିଜକୁ ଏଭଳି ଯୋଗ୍ୟ ମନେ କରୁଛ, ତେବେ ଏହି ସିଂହାସନରେ ବସିପାର।
ଖ ଯଦି ଗୋଟିଏ ସାମାନ୍ୟ ପିଲା ଏ ସିଂହାସନରେ ବସିପାରୁଛି, ତେବେ ମୁଁ ରାଜା ହୋଇ ପୁଣି ଧନବାନ, ବଳବାନ ଓ ବୁଦ୍ଧିମାନ ଭାବେ ଏ ସିଂହାସନରେ ବସିବାକୁ ତ ଅଧିକ ଯୋଗ୍ୟ। 2 ନମ୍ବର, ତୃତୀୟ ପୁତଳିକା ମଧ୍ୟ ଉଡ଼ିଗଲା। ଏହି ବାକ୍ୟକୁ ଆଧାର କରି ନିମ୍ନ ପ୍ରଶ୍ନର ଉତ୍ତର ଶିକ୍ଷକଙ୍କ ସହାୟତାରେ ଲେଖ। କ ଏହି ବାକ୍ୟରେ ବିଶେଷ୍ୟ ପଦ କେଉଁଠି? ପୁତଳିକା। ଖ ଏଥିରେ କେଉଁ ଶବ୍ଦଟି ବିଶେଷ୍ୟ ପଦର ବିଶେଷଣ ଭାବରେ ବ୍ୟବହୃତ ହୋଇଛି? ଏଥିରେ ତୃତୀୟ ଶବ୍ଦଟି ବିଶେଷଣ ଭାବରେ ବ୍ୟବହୃତ ହୋଇଛି। 3 ନମ୍ବର, ନିମ୍ନ ବାକ୍ୟଗୁଡ଼ିକରୁ ବିଶେଷଣ ପଦଗୁଡ଼ିକୁ ଚିହ୍ନଟ କରି ତା ତଳେ ଗାର ଦିଅ। ଯେପରି ଗୋଟିଏ, ଦଳେ। ରେଖାଙ୍କିତ ଶବ୍ଦ ଦୁଇଟିକୁ ଲକ୍ଷ୍ୟ କର। ଏହି ଦୁଇଟି ଶବ୍ଦ ଦିନ ଓ ପିଲା ପୂର୍ବରୁ ବ୍ୟବହୃତ ହୋଇଛି। ଦିନ ଓ ପିଲା ଶବ୍ଦ ଦ୍ୱୟ ବିଶେଷ୍ୟ ପଦ। ଗୋଟିଏ ଓ ଦଳେ ଶବ୍ଦ ଦୁଇଟି ହେଉଛି ବିଶେଷଣ ପଦ। ଏହା ବିଶେଷ୍ୟ ପଦର ପରିମାଣକୁ ସୂଚାଉଛି। କ ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା। ସୁଦୀର୍ଘ। ଏତେ ଛୋଟ ବୟସରୁ ଏମିତି ବୁଦ୍ଧି ରହିବା ଆଶ୍ଚର୍ଯ୍ୟ କଥା। ଛୋଟ, ଏମିତି ଆଶ୍ଚର୍ଯ୍ୟ। ରାଜା ଦେଖିଲେ ଯେ ଏହା ପଥର ନୁହେଁ, ବହୁତ ସୁନ୍ଦର ସିଂହାସନ ଅଟେ। ବହୁତ ସୁନ୍ଦର। ଘ ହଜାର ହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼ ଜମାଇଲେ। ହଜାର ହଜାର। 4 ନମ୍ବର, ତୁମ ନିକଟରେ ଏମିତି କେଉଁ ବିଶେଷ ଗୁଣ ଦରକାର ଯାହାଦ୍ୱାରା ତୁମେ କାହାଣୀରେ ଥିବା ସିଂହାସନ ଉପରେ ବସିପାରିବ? ଲେଖ। ମୁଁ କେବେ ଚୋରି କରିନଥିବି। ମୁଁ କେବେ ମିଛ କହିନଥିବି। ମୁଁ କାହାକୁ କେବେ ଜୀବନରେ ଆଘାତ ପହଞ୍ଚାଇ ନଥିବି। ମୋର ପର ଦ୍ରବ୍ୟ ପ୍ରତି ଲୋଭ ନଥିବ। ମୁଁ ସରଳ ହୋଇଥିବି। ମୁଁ ନିଷ୍ପାପ ହୋଇଥିବି। ମୁଁ କାହା ପ୍ରତି ହିଂସା କରୁନଥିବି। ମୁଁ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିବି। କାହାଣୀରେ ଗାଁ ଲୋକମାନେ ସେମାନଙ୍କ କଳିର ସମାଧାନ କରିବାକୁ ଯେପରି ପିଲାଟି ନିକଟକୁ ଯାଉଥିଲେ, ତୁମେ ସେହିପରି ନିଜ ସମସ୍ୟା ସମାଧାନ ନିମନ୍ତେ କାହା ନିକଟକୁ ଯାଅ? ସେମାନଙ୍କ ନିକଟକୁ କାହିଁକି ଯାଅ? ନିଜ ଖାତାରେ ଲେଖ। ଘରେ ମୁଁ ନିଜ ସମସ୍ୟା ସମାଧାନ ନିମନ୍ତେ ପ୍ରଥମେ ଘରେ ବାପା ଓ ମାଆଙ୍କୁ ଜଣାଏ, କାରଣ ସେମାନେ ମୋର କଥା ବୁଝି ସମାଧାନ କରିପାରିବେ। ସେହିପରି ସ୍କୁଲରେ ଶିକ୍ଷକଙ୍କ ପାଖକୁ ଯାଏ, କାରଣ ଶିକ୍ଷକଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ସେ ମୋ ସମସ୍ୟାର ଉପଯୁକ୍ତ ଭାବରେ ସମାଧାନ କରିପାରିବେ। 2 ନମ୍ବର, ତୁମ ପ୍ରତି କିଏ କେବେ ଅନ୍ୟାୟ କରିଥିବାର ଅନୁଭବ ହୋଇଛି କି? ତୁମେ ଏଭଳି ପରିସ୍ଥିତିର ସାମ୍ନା କିପରି କଲ? ନିଜ ଖାତାରେ ଲେଖ। ହଁ, ସ୍କୁଲର ଖେଳ ପଡ଼ିଆରେ ଖେଳିଲା ବେଳେ ମୋ ଉପରେ ଶ୍ରେଣୀର ପିଲାମାନେ ଖେଳରେ ଆମ ଶ୍ରେଣୀର ପିଲାଙ୍କ ସହ ଅନ୍ୟାୟ କରିଥିଲେ। ସେ ବିଷୟରେ ମୁଁ ଯାଇ ଶିକ୍ଷକଙ୍କୁ କହି ସମାଧାନ କରିଥିଲି। ସିଂହାସନ ଏକ ସ୍ୱତନ୍ତ୍ର ଆସନ। ଏଥିରେ ରାଜା ମହାରାଜାମାନେ ଉପବେଶନ କରନ୍ତି। ଅନେକ କାଳରୁ କାର୍ଯ୍ୟ ସହିତ ବିଶେଷ ମୂଲ୍ୟବାନ ପଦାର୍ଥ ବ୍ୟବହାର କରି ସିଂହାସନ ତିଆରି କରାଯାଏ। ଠିକ୍ ସେହିଭଳି ଆହୁରି ଆମ ଦୈନନ୍ଦିନ ଜୀବନରେ ବସିବା ପାଇଁ ଅନେକ ବସ୍ତୁ ରହିଛି। ସେଗୁଡ଼ିକୁ ଖୋଜିବା, ସେଗୁଡ଼ିକର ବର୍ଣ୍ଣନା କରିବା ଓ ସେଗୁଡ଼ିକର ନାମ ଲେଖିବା। ବସ୍ତୁ। ସୋଫା। ଏହା ଘାସ, ବାଉଁଶ କିମ୍ବା ପ୍ଲାଷ୍ଟିକରେ ତିଆରି।
ଏହାକୁ ଭୂମି ଉପରେ ପକାଇ ବସିବାକୁ ହୁଏ। ଆମ ଅଞ୍ଚଳରେ ଏହାର ନାମ ସଉପ ମଶାଣି। ଦରି ଏହା ମୋଟା କପଡ଼ା ବା ସୂତାରେ ତିଆରି। ଏହା ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବମାନଙ୍କରେ ବ୍ୟବହୃତ ହୁଏ। ଆମ ଅଞ୍ଚଳରେ ଏହାର ନାମ ଦରି ଦରିପାଲ। ମାଞ୍ଚିଆ ଏହା ସରୁ ବାଉଁଶ କାଠି ଓ କତାରେ ତିଆରି ହୋଇଥାଏ। ଏହା ବସିବା ପାଇଁ ବ୍ୟବହାର ହୁଏ। ଆମ ଅଞ୍ଚଳରେ ଏହାର ନାମ ହେଉଛି ବେତ ଚୌକି। ଖଟିଆ କାଠ ବା ବାଉଁଶ ଓ କତା ଦଉଡ଼ି ଓ କନା ଫିତାରେ ତିଆରି ହୋଇଥାଏ। ଏଥିରେ ଶୋଇବାକୁ ବ୍ୟବହାର ହୁଏ। ଆମ ଅଞ୍ଚଳରେ ଏହାର ନାମ ଖଟିଆ ଦଉଡ଼ା ଖଟିଆ। ପିଢ଼ା କାଠ ପଠାରେ ତିଆରି। ଏଥିରେ ବସି ପୂଜା କରାଯାଏ। ଏହା ଉପରେ ବସି ଲୋକେ ଖାଇଥାନ୍ତି। ଆମ ଅଞ୍ଚଳରେ ଏହାର ନାମ ପିଢ଼ା ପିଢ଼ାପଟା। ପଟି ଶିଶାଳ ଘାସ ବେରୁଆ ପ୍ଲାଷ୍ଟିକ୍ ତିଆରି ହୁଏ। ଏହା ଶୋଇବାକୁ ବ୍ୟବହାର ହୁଏ। ଆମ ଅଞ୍ଚଳରେ ଏହାର ନାମ ପଟି।